ଆଜି ପିଲା ଲଗେଇଲେ ଖାଇବେ ମିଲମିକର ଭଜା। ପିଲାମାନେ ଯଦି କହୁଛନ୍ତି ନକରି କ'ଣ ରଖିବା, ସେଥିପାଇଁ ମୁଁ ନେଇଗଲି ଛୋଟ ଛୋଟ ମିଲମିକର। ତାକୁ ଗରମ ପାଣି ପକେଇକିରି ଲୁଣ ପକେଇ ବତୁରେଇ ଦେଲି। ବତୁରି ସାରିଲା ପରେ ତାକୁ ଚିପୁଡ଼ିକି ବାହାର କରିଦେଲି। ତା ପାଇଁ ଆଳୁ ଟିକେ କାଟିକି ନେଇଗଲି, କଞ୍ଚା ଲଙ୍କା ପିଆଜ ନେଇଗଲି। କଢ଼େଇ ଗୋଟେ ବସେଇ ତେଲ ଦେଇ ତା ଦେହରେ ଦେଇଦେଲି ଜିରା, ସୋରିଷ, ବିରି ଡାଲି ଫୁଟଣ। ତାପରେ କଞ୍ଚା ଲଙ୍କା ପିଆଜ ପକେଇଦେଲି ମିଲମିକରଟିକୁ। ତାକୁ ଭଲ ଭାବେ ଟିକେ ଭଜାଭଜି କରିଦେଇକି ତା ଦେହରେ ପକେଇଦେଲି ଆଳୁ ପକେଇକି ଆଉ ଟିକେ ଭଲ ଭାବେ ଟିକେ ଭାଜିଦେଲି। ତାପରେ ଦେଇଦେଲି ଲୁଣ, ତାପରେ ହଳଦୀ ଗୁଣ୍ଡ। ଆ ଦେହରେ ମୁଁ ମସଲା ମସଲି କିଛି ଦେଇନି, ଖାଲି କଞ୍ଚା ଲଙ୍କା ପିଆଜ ଦେଇକି ଭାଜି ଦେଇଛି ପିଲାମାନେ ଖାଇବେ ବୋଲି। ଦେଖନ୍ତୁ ଭଜାଟି କେତେ ସୁନ୍ଦର ହେଇଛି। ଆପଣମାନେ ଭିଡ଼ିଓଟି ଦେଖନ୍ତୁ, ଭଲ ଲାଗିଲେ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲକୁ ଯଦି ନୂଆ ଆସିଥିବେ ସବସ୍କ୍ରାଇବ୍ କରନ୍ତୁ। ଆଉ ଭଜାଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖାହେବ ନୂଆ ଏକ ଭିଡ଼ିଓରେ। ନମସ୍ତେ, ଜୟ ଜଗନ୍ନାଥ।